ବିଜୁ ଜନତା ଦଳର ବରିଷ୍ଠ ନେତା ନୟାଗଡ଼ର ବିଧାୟକ ପୂର୍ବତନ ମନ୍ତ୍ରୀ ଅରୁଣ ସାହୁଙ୍କର ସତ କଥା ବର୍ତ୍ତମାନ ବିଜୁ ଜନତା ଦଳ ବିଷୟରେ ଆଲୋଚନାର ବିଷୟ ପାଲଟିଛି। ପୂର୍ବରୁ ବହୁ ଅଭିଯୋଗ ଆସୁଥିଲା ଯେ 24 ମସିହାରେ ବିଜୁ ଜନତା ଦଳ କାହିଁକି ଏଭଳିଆ ବିପର୍ଯ୍ୟୟ ହେଲା, ମହାବିପର୍ଯ୍ୟୟ ହେଲା। ଯେଉଁ ବିଷୟରେ ବିଭିନ୍ନ ନେତାମାନେ ଆଲୋଚନା କରୁଥିଲେ, କିଏ ପାଣ୍ଡିଆନକୁ ଦୋଷ ଦେଉଥିଲା, କିଏ ଏକୁଟିଆ ସେ ପାଣ୍ଡିଆନ ଯାଇକି ସଭା ସମିତି କଲେ ବୋଲି ଏ ବିପର୍ଯ୍ୟୟ ହେଲା ବୋଲି କହୁଥିଲା ଏବଂ କିଏ ବି କହୁଥିଲା ଯେ ନିଜ ନିଜ ଭିତରେ ଯେଉଁ ଛକାପଞ୍ଝା ଚାଲିବାରୁ ବିପର୍ଯ୍ୟୟ ହେଲା, ଆଉ କିଏ କହୁଥିଲା ନବୀନ ବାବୁ ନ ଯିବାରୁ ବିଭିନ୍ନ ଆଡ଼କୁ ବିଜୁ ଜନତା ଦଳ ଭଳିଆ ବିପର୍ଯ୍ୟୟ ହେଲା। କିନ୍ତୁ ଏସବୁ ଆଲୋଚନା ଭିତରେ ବିଧାୟକ ଅରୁଣ ସାହୁ ଏକ ନୂଆ ଫର୍ଦ୍ଦ ଯୋଡ଼ିଛନ୍ତି। ସେ ନୂଆ ଫର୍ଦ୍ଦ ହେଉଛି ଅହଙ୍କାର ଯୋଗୁଁ ବିଜେଡ଼ିରେ ଏଭଳିଆ ବିପର୍ଯ୍ୟୟ ହେଇଛି। ତ ଅହଙ୍କାର କରିଥିଲା କିଏ, କାହାକୁ ସେ ଟାର୍ଗେଟ୍ କରୁଛନ୍ତି? ସେ ଅହଙ୍କାରୀ ରାକ୍ଷସଟା କିଏ, କାହା ପାଇଁ 24 ବର୍ଷର ଶାସନର ଅବସାନ ଘଟିଲା ଏବଂ ବିପର୍ଯ୍ୟୟ ଘଟିଲା? ଆସନ୍ତୁ ଏ ବିଷୟରେ ଜାଣିବା ତେରଛା ବାଣରେ। ମୁଁ ବିପିନ ଦାସ, ନମସ୍କାର। ବାରମ୍ବାର ଜିତିବାର ପରିଣତିଟା ହେଉଛି ନିଜ ଭିତରେ ପଡୁଥିବା ଅହଙ୍କାର ଏବଂ ଏଷ୍ଟିମେଟ୍ ନ କରି ଓଭର ଏଷ୍ଟିମେଟ୍ ଯୋଗୁଁ କରିବାର ପରିଣତି ଆମେ ଭୋଗିଛେ। ପ୍ରିୟ ଦର୍ଶକ ବନ୍ଧୁ, କେବଳ ବିଜୁ ଜନତା ଦଳ ନୁହେଁ, ସାରା ଓଡ଼ିଶାରେ ବିଧାୟକ ଅରୁଣ ସାହୁ ପୂର୍ବରୁ ମନ୍ତ୍ରୀ ଥିଲେ, ତାଙ୍କର ଆଲୋଚନା ବର୍ତ୍ତମାନ ଆଲୋଚନାକୁ ଗୋଟେ ଯୋଗାଉଛି, ଉତ୍ସ ଯୋଗାଉଛି, ଆଲୋଚନାର ବିଷୟବସ୍ତୁ ପାଲଟିଛି। ତାଙ୍କ କଥା ଆପଣ ଶୁଣିଲେ, ସେ କହୁଛନ୍ତି ଯେ ଅହଙ୍କାର କେମିତି ଆମକୁ ଖାଇଦେଲା। ଏଷ୍ଟିମେଟ୍ ନୁହେଁ, ଓଭର ଏଷ୍ଟିମେଟ୍ ଏବଂ କନଫିଡେନ୍ସ ନୁହେଁ, ଓଭର କନଫିଡେନ୍ସ ଆମର ପରାଜୟର କାରଣ ସାଜିଲା। ତ ଏଇସବୁ ଯେଉଁ ପ୍ରଶ୍ନ ଆଉ ଆମକୁ ଅହଙ୍କାର ସାରିଲା, ତିନିଟା କଥା ସେ କହିଛନ୍ତି। ତ ଏଷ୍ଟିମେଟ୍ କିଏ କରିଥିଲା ଏବଂ ଓଭର ଏଷ୍ଟିମେଟ୍ କାହିଁ କରିକି ବସିଗଲେ ଏବଂ ଓଭର କନଫିଡେନ୍ସ ଯେ କରିଥିଲା ଲୋକଟି, ସେ କିଏ? କ'ଣ ସାଧାରଣ କର୍ମୀଟା କରିଥିଲା ନା ଯେ ବିଧାୟକ ପ୍ରାର୍ଥୀ ହେଇକି ଲଢ଼ୁଥିଲା, ଯେ ଟିକେଟ୍ ପାଇକି ପାଗଳ ଭଳିଆ ଫିଲ୍ଡରେ ବୁଲୁଥିଲା, ସେ ଓଭର କନଫିଡେନ୍ସ କରିଥିଲା ନା ତାହା ଭିତରେ ଅହଙ୍କାର ଥିଲା ଯେ ପ୍ରାର୍ଥୀ, ନା ଆଉ କିଏ ଜଣେ ଅହଙ୍କାରୀ ଥିଲା ଯାହାର ଅହଙ୍କାରରେ ବିଜୁ ଜନତା ଦଳର ଏଭଳି ବିପର୍ଯ୍ୟୟ ହେଲା? ତ ସେ ଲୋକଟା କିଏ? ଆମେ ୟାକୁ ଆଲୋଚନା କରିବା ଏବଂ ଅରୁଣ ସାହୁଙ୍କର ବକ୍ତବ୍ୟ ଯାହା ଆପଣ ଶୁଣିଲେ ଏବଂ ସେ ତାଙ୍କ କଥାରେ କହିଛନ୍ତି ଯେ ଯେତେବେଳେ ସେ ବୁଲୁଥିଲେ ପ୍ରତ୍ୟେକ ତାଙ୍କ ଅଞ୍ଚଳରେ ସେ ଜାଣୁଥିଲେ ସେ ହାରି ଯାଉଛନ୍ତି। ରାଜାଙ୍କୁ ଫୁଲତୋଡ଼ା ଦିଆହେଉଛି, ମୃଦଙ୍ଗ ବାଜୁଛି, ମାଦଳ ବାଜୁଛି, ସେ ଏକୁଟିଆ ବୁଲୁଛନ୍ତି। ଏ ଅବସ୍ଥାରେ ସେ ବିକିଳିଆ ହେଇକି ଚାରିଆଡ଼େ ବୁଲୁଥିଲେ ଏବଂ ହାରିଯାଉଛି, ସହାୟତା କର ବୋଲି କହୁଥିଲେ, ଯାହା ପାଇଁ ହାରୁ ହାରୁ ଅଟକିଗଲେ, ବହୁତ କମ୍ ଭୋଟ୍ରେ ଜିତିଛନ୍ତି ସେ। ଏବଂ ତାଙ୍କୁ କୁଆଡ଼େ ତାଙ୍କର କର୍ମୀମାନେ ମହଲରେ କହୁଥିଲେ ଯେ ଆମ ବୁଥରେ ଆମେ 500 ଲିଡ୍ ଦେବୁ, ଆପଣ ଫେରି ଯାଆନ୍ତୁ, ଚିନ୍ତା କରନ୍ତୁ ନାହିଁ। କିନ୍ତୁ ସେଇ ବୁଥରେ 800 ମାଇନସ୍ ହେଇଛି, ଯାହା ତାଙ୍କର ବକ୍ତବ୍ୟ। ତ ଏଇଟାକୁ ସେ ଅହଙ୍କାର କହୁଛନ୍ତି, ତଥା ତୃଣମୂଳ ସ୍ତରରୁ ବିଜୁ ଜନତା ଦଳର ଉପର ପର୍ଯ୍ୟନ୍ତ ଅହଙ୍କାର ବ୍ୟାପିଥିଲା, ଓଭର କନଫିଡେନ୍ସ ଥିଲା ଏବଂ ଆମେ ଜିତୁଛୁ, ଜିତିବୁ, ଏଭଳି ଗୋଟେ ବିଜୁ ଜନତା ଦଳ ଭିତରେ ପ୍ରଚଳିତ ହେଉଥିଲା। ତ କଥା ହେଉଛି, ଆମେ ଯଦି ଆଉ ଟିକେ ଭିତରକୁ ଯିବା, ଅତୀତରେ ବିଜୁ ଜନତା ଦଳ ବହୁ ନେତା କର୍ମୀମାନେ, ସେ ବିଜୁ ଜନତା ଦଳର ବରିଷ୍ଠ ନେତା ହୁଅନ୍ତୁ, କନିଷ୍ଠ ନେତା ହୁଅନ୍ତୁ, ମହିଳା ନେତ୍ରୀ ୱିଙ୍ଗସ୍ ହେଉ କିମ୍ବା ୟୁଥ୍ ୱିଙ୍ଗସ୍ ହେଉ, ଏମାନେ ସମସ୍ତେ ବସ୍ତୁତ ଭିକେ ପାଣ୍ଡିଆନକୁ ଦାୟୀ କରୁଥିଲେ ଯେ ଭିକେ ପାଣ୍ଡିଆନ ଏକୁଟିଆ ସବୁ ଟିକେଟ୍ ଫାଇନାଲାଇଜ୍ କରୁଥିଲେ, ଭିକେ ପାଣ୍ଡିଆନ ଅର୍ଥଟାକୁ ଟୋଟାଲ୍ ଏକୁଟିଆ ମ୍ୟାନେଜ୍ କରୁଥିଲେ ତାଙ୍କର କୋଟରୀ ଜରିଆରେ। ଭିକେ ପାଣ୍ଡିଆନ କିଏ କେଉଁଠି ଲଢ଼ିବ ଏବଂ କାହାକୁ କେତେ ଟଙ୍କା ଦେବାକୁ ପଡ଼ିବ, ଏଥିସହ ନିଜେ ଏକୁଟିଆ ପ୍ରଚାର କରିବାକୁ ଯାଉଥିଲେ। ନବୀନ ବାବୁଙ୍କ ମଧ୍ୟ ସେ ନେଉନଥିଲେ, ପ୍ରଚାର କରିବା ପାଇଁ ନେଉଥିଲେ, ସେ ନିଜେ ପ୍ରୋଜେକ୍ଟ ହେଉଥିଲେ ଯେ ସେ ବିଜୁ ଜନତା ଦଳର ନେତା ଏବଂ ଓଡ଼ିଶାରେ ଆଗାମୀ ଦିନ ପାଇଁ ସେ ପ୍ରତିଦ୍ୱନ୍ଦ୍ୱୀ ହେବେ ଏବଂ ମୁଖ୍ୟମନ୍ତ୍ରୀ ହେବେ, ଏଭଳିଆ ବାର୍ତ୍ତାଟେ ଦେବାକୁ ଚାହୁଁଥିଲେ। ଏବଂ ସେତେବେଳେ ସଂଗଠନର କୌଣସି ଲୋକ ଆଜି ଯେମିତି କଥା ହେଉଛନ୍ତି
ତାଙ୍କୁ ସାମ୍ନା କେହି କରିପାରୁନଥିଲେ। ଏଇଟା ଆମେ ଆଗରୁ ଜାଣିଛୁ, ଆମେ ଆପଣଙ୍କୁ ମନେ ପକାଇ ଦେଉଛୁ। କିନ୍ତୁ ଏ ଯେଉଁ ଅହଙ୍କାର ସବୁଟା, ଯେଉଁ ଅରୁଣ ସାହୁ ଏପର୍ଯ୍ୟନ୍ତ ଚୁପ୍ ଥିଲେ, ଅରୁଣ ସାହୁ ଏପର୍ଯ୍ୟନ୍ତ ଆ ଭିତରେ ସାମିଲ ନଥିଲେ। ସେ କେବେ କହୁନଥିଲେ ଯେ ଆମେ ଆମର ଏ ବିପର୍ଯ୍ୟୟ, ବିଜୁ ଜନତା ଦଳର ବିପର୍ଯ୍ୟୟ କାହିଁକି? ଏ ନୂଆପଡ଼ାର ରାୟଗଡ଼ାର ଗୋଟେ ବିଜୁ ଜନତା ଦଳ ସମାବେଶରେ କଥା ସେ କହିଛନ୍ତି। ଗୋଟେ ବହୁତ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେଉଛନ୍ତି ଅରୁଣ ସାହୁ, ଯେ ଏ ଯେଉଁ ଅହଙ୍କାର, ଏଷ୍ଟିମେଟ୍, ଓଭର ଏଷ୍ଟିମେଟ୍, କନଫିଡେନ୍ସ, ଓଭର କନଫିଡେନ୍ସ କିଏ କରୁଥିଲା? ସେ ଲୋକଟା କିଏ? ଆମେ ଆଗରୁ କହିଲୁ ଜଣେ ମାତ୍ର ଲୋକ ଏଠି ଥିଲେ। ସେ ଭାବୁଥିଲେ ଯେ ଗୋଟେ ବାହାନା କଲେ ନିର୍ବାଚନ ସମୟରେ, ସ୍ୱାମୀ ବଦନାମ ହେଇଛନ୍ତି, ସ୍ତ୍ରୀକି ଟିକେଟ୍ ଦେଇଦିଅ, ଗୋଟେ ତୀରରେ ଦୁଇଟା ନିଶାନା, ଯେ 50% ମହିଳାଙ୍କୁ ଆମେ ସୁଯୋଗ ଦେଉଛେ ଆଉ ନୂଆ କ୍ୟାଣ୍ଡିଡେଟ୍ ବି ଦେଉଛେ। ସେମାନେ ସବୁ ବାହାରିଛନ୍ତି, କେହି ଜଣେ ସେମିତି ବିଧାୟକ ସ୍ୱାମୀର ସ୍ତ୍ରୀ ଜିତି ନାହାନ୍ତି। ଏବଂ ତ ଆଲୋଚନା ହେଉଥିଲା ଯେ ଅଂଶୁମାନ ମହାନ୍ତି କେନ୍ଦ୍ରାପଡ଼ାର ଯେଉଁ ଲଢ଼ୁଥିଲେ ତାଙ୍କୁ କୁଆଡ଼େ ପର୍ଯ୍ୟାପ୍ତ ଅର୍ଥର ବ୍ୟବସ୍ଥା କରାଯାଇନଥିଲା। ଏସବୁ ଆଲୋଚନା ହେଇଛି। ଏବଂ ତାଙ୍କ ଭିତରେ ଯେଉଁ ଅହଙ୍କାର କାହା ପାଖରେ ଥିଲା, ଯିଏ ନେତୃତ୍ୱ ନେଉଥିଲା, ଯିଏ ଟିକେଟ୍ ବଣ୍ଟନ କରୁଥିଲା, ସେ ଧରାକୁ ସରା ମାନୁନଥିଲେ। କାରଣ ତାଙ୍କ ଚାରିପଟେ ଯେଉଁ କୋଟରୀ ଥିଲେ, ବସ୍ତୁତ ଯେଉଁମାନେ ଏ ଯେଉଁ ନିର୍ବାଚିତ ପ୍ରତିନିଧିମାନେ ତାଙ୍କ ପାଖ ମାଡ଼ି ପାରୁନଥିଲେ, ବାହାରେ ରହୁଥିଲେ ପାଣ୍ଡିଆନ ପାଖରୁ। ତ ତାଙ୍କ କୋଟରୀ କିଏ ଥିଲେ? ପ୍ରଶାସକ ଥିଲେ, ସରକାରୀ ଚାକିରିଆ ଥିଲେ। ସେମାନେ ସବୁ କହୁଥିଲେ ଏବଂ ତାଙ୍କ ଭିତରେ ପ୍ରବଳ ଅହଙ୍କାର ଥିଲା ଯେ ଯେମିତି 24 ବର୍ଷ ଧରିକରି ପ୍ରଶାସନକୁ ଧରିକି ନିର୍ବାଚନ ଲଢ଼ିକି ଜିତିକି ଆସୁଥିଲା ବିଜୁ ଜନତା ଦଳ, ଚଳିତ ବର୍ଷ ମଧ୍ୟ ସେମିତି ଜିତିଯିବ। ଏଭଳି ଅହଙ୍କାରଟେ ବର୍ତ୍ତମାନ ସନ୍ନ୍ୟାସୀ ହେଇଥିବା ଭୈରବାନନ୍ଦ ପାଖରେ ଥିଲା କି, ଯାହା ପାଇଁ ନିଶ୍ଚିତ ଆସନକୁ ହରେଇ ବବି ଦାସଙ୍କୁ ସମ୍ବଲପୁର ଯିବାକୁ ପଡ଼ିଥିଲା ଏବଂ ସେ ପରାଜୟ ସ୍ୱୀକାର କରିଥିଲେ। ତ ବସ୍ତୁତଃ ଗଲା ନିର୍ବାଚନରେ ଅହଙ୍କାର ହିଁ ବିପର୍ଯ୍ୟସ୍ତ କରିଦେଲା ବିଜୁ ଜନତା ଦଳକୁ। ପାଣ୍ଡିଆନଙ୍କର ଅହଙ୍କାର ବୁଲେଇ ବାଙ୍କିକି ସେ କହୁଛନ୍ତି କଥାଟାକୁ, ଅରୁଣ ସାହୁ, ଯେ ଅହଙ୍କାର ଯୋଗୁଁ ଆମର ବିପର୍ଯ୍ୟସ୍ତ ଘଟିଲା। ସାଧାରଣ କର୍ମୀଟା ଅହଙ୍କାର କରୁନଥିଲା, ସାଧାରଣ କର୍ମୀଟା ଭିତରେ ଆତ୍ମବିଶ୍ୱାସ ଥିଲା, ଓଭର କନଫିଡେନ୍ସ ଥିଲା ଯେ ଆମେ 24 ବର୍ଷ ଜିତିକି ଆସୁଛୁ, ଚଳିତ ଥର ମଧ୍ୟ ଆମେ ଜିତିବୁ। କିନ୍ତୁ ଏ ଅହଙ୍କାରଟା ଉଚ୍ଚ ସ୍ତରରେ ଥିଲା ଯେ ନବୀନ ବାବୁଙ୍କର ଗୁଡ୍ ନେମ୍ ଅଛି, ନବୀନ ବାବୁଙ୍କର ପରିଚୟ ଅଛି ଏବଂ ତାଙ୍କର ନାଁରେ ପାଣ୍ଡିଆନ ଏତେ ଅହଙ୍କାରୀ ହେଇଥିଲେ ଯେ ନିର୍ବାଚନ ସମୁଦ୍ର ପାରିବାକୁ ଯାଉଥିଲେ। କିନ୍ତୁ ଏଠି ଦ୍ୱିତୀୟ କ୍ଷେତ୍ରକୁ ଆସନ୍ତୁ, ଏ କଥା ଅରୁଣ ସାହୁ କହିକି କ'ଣ ବାର୍ତ୍ତା ଦେବାକୁ ଚାହୁଁଛନ୍ତି? ଆମେ ଅତୀତରେ ଆପଣଙ୍କୁ କହିଛୁ, ଯେଉଁ ଯୁବଗୋଷ୍ଠୀ, ବରିଷ୍ଠ ଗୋଷ୍ଠୀ ଭିତରେ ଯେଉଁ ତୁମ୍ବି ତୁଫାନ ଚାଲିଛି, କ୍ଷମତା ଟଣା ଉଠା ଚାଲିଛି ଏବଂ ସେମାନେ ସମସ୍ତେ ସନ୍ନ୍ୟାସୀ ନନ୍ଦ ଯେଉଁ ଅଛନ୍ତି, ଆମର ଭୈରବାନନ୍ଦ ସନ୍ନ୍ୟାସୀକୁ ବିରୋଧ କରୁଛନ୍ତି, ତାଙ୍କ କୋଟରୀକୁ ବିରୋଧ କରୁଛନ୍ତି, ତାଙ୍କୁ ସାମ୍ନାକୁ ଆସିବାକୁ ଦେବେ ନାହିଁ ବୋଲି ଗୋଟେ ଶପଥ ନେଲା ଭଳିଆ ଲାଗୁଛି। ବହୁତ ଚାଲାକ ହେଉଛନ୍ତି ଅରୁଣ ସାହୁ। ବିଧାୟକ ଅରୁଣ ସାହୁଙ୍କର ବକ୍ତବ୍ୟ ଆପଣ ଶୁଣିଲେ, ସେ ସେଠି କହୁଛନ୍ତି ଯେ ଦୁଇଟା ବାର୍ତ୍ତା ଦେଉଛନ୍ତି, ଗୋଟେ ଅହଙ୍କାର କଥା କହୁଛନ୍ତି ଏବଂ ସେ ଦ୍ୱିତୀୟ କଥା କହୁଛନ୍ତି ଯେ ନିର୍ବାଚନ ଲଢ଼ିବାକୁ ହେଲେ ଗୋଟେ ଗଣିତ, ଅଙ୍କର ମହତ୍ତ୍ୱ ଥାଏ। ତ ଏ ଅହଙ୍କାର ଏବଂ ଗଣିତ ଏ କାହା ପାଖରେ ଥିଲା? ଏ ବୁଲେଇ ବାଙ୍କିକିରି ଅତି ଚାଲାକର ସହିତ, ବୁଦ୍ଧିମତାର ସହିତ ସେତେବେଳେ ଯେଉଁ ନିର୍ବାଚନର ମଙ୍ଗ ଧରିଥିଲେ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ, ତାଙ୍କୁ ଟାର୍ଗେଟ୍ କରୁନାହାନ୍ତି ତ? କାରଣ ଅହଙ୍କାର ତଳସ୍ତରରେ ନଥିଲା, ଅହଙ୍କାର ପ୍ରାର୍ଥୀମାନଙ୍କର କେବେ ହିଁ ନଥିଲା। ପ୍ରାର୍ଥୀ ଜଣେ ଅହଙ୍କାର କରି ନିର୍ବାଚନ ଲଢ଼ିବ ନାହିଁ। ନବୀନ ବାବୁ କିଛି ବୁଝୁନଥିଲେ। ଅହଙ୍କାର କିଏ କରୁଥିଲା? ଅହଙ୍କାରୀ କିଏ? ସେ ଅହଙ୍କାରୀ ବର୍ତ୍ତମାନ ସନ୍ନ୍ୟାସୀ ଭୈରବାନନ୍ଦ ନୁହନ୍ତି ତ? କାରଣ ଭୈରବାନନ୍ଦ ସେତେବେଳେ ଯଦିଓ ଷ୍ଟାର ପ୍ରଚାରକ 42 ଜଣଙ୍କ ନାଁ ଘୋଷଣା କରାଯାଇଥିବା ଦଳ ତରଫରୁ, କାହାକୁ ପ୍ରଚାରର ଦାୟିତ୍ୱ ନେଉନଥିଲେ, ନବୀନ ବାବୁଙ୍କୁ କୁଆଡ଼େ ପଠାଉନଥିଲେ। କାରଣ ନବୀନ ବାବୁ ଅରୁଣ ସାହୁଙ୍କ କଥାକୁ ଯଦି ଗ୍ରହଣ କରାଯାଏ ତାହେଲେ ନବୀନ ବାବୁ ଯେ ସେତେବେଳେ ଏକଦମ ଚୁପଚାପ ହେଇକି ବସିଥିଲେ, ଉଡ଼ାଜାହାଜରେ
ବୁଲୁଥିଲେ ଗଗନରେ ବୁଲୁଥିଲେ ପାଣ୍ଡିଆନ ଏବଂ 10 କିଲୋମିଟରକୁ ମଧ୍ୟ ସେ ଗଗନଯାନକୁ ବ୍ୟବହାର କରୁଥିଲେ ଯିବା ଆସିବା ପାଇଁ। କିଏ ପ୍ରାର୍ଥୀ ହେବ ତାକୁ ସିଦ୍ଧାନ୍ତ କରୁଥିଲେ ପାଣ୍ଡିଆନ। କିଏ କେତେ ପଇସା ନେବ ତାକୁ ମଧ୍ୟ ପାଣ୍ଡିଆନ ପ୍ରାର୍ଥୀ ଘୋଷଣା କରୁଥିଲେ। ଏବଂ ତାଙ୍କ ପାଖରେ ଯେଉଁ ଗୋଇନ୍ଦା ରିପୋର୍ଟ ଥିଲା, ପୁଲିସ ରିପୋର୍ଟ ଥିଲା, ପ୍ରଶାସନିକ ରିପୋର୍ଟ ଥିଲା, ସେ ରିପୋର୍ଟ କହୁଥିଲା 97ରୁ 100ଟି ସିଟ୍ ବିଜୁ ଜନତା ଦଳ ଜିତିବ। ଏବଂ ନିଜର ନେତୃତ୍ୱର ପ୍ରତିଷ୍ଠା ଜାହିର କରିବା ପାଇଁ ବିଜୁ ଜନତା ଦଳ ଉପରେ ସେ ତାଙ୍କର ନେତୃତ୍ୱକୁ ଲଦି ଦେବା ପାଇଁ ନବୀନ ବାବୁଙ୍କ ପ୍ରଚ୍ଛନ୍ନ ଆଶୀର୍ବାଦରେ ସେ ଏଭଳି କାର୍ଯ୍ୟ ଅହଙ୍କାରୀ ହେଇନଥିଲେ ତ? ବଡ଼ ପ୍ରଶ୍ନ ଅଛି ଆଜ୍ଞା। ସେ ବୁଲେଇ ବାଙ୍କିକି ପାଣ୍ଡିଆନକୁ ଟାର୍ଗେଟ୍ କରୁଛନ୍ତି। 2 ନମ୍ବର କଥାକୁ ଯଦି ଆମେ ଆସିବା, ଗଣିତ କିଏ ଗଣିତ କଷୁଥିଲା? ଏ ଯେଉଁ ତାଙ୍କର ପ୍ରଶାସକଙ୍କ ଜରିଆରେ ପାଣ୍ଡିଆନ ଯେଉଁ ପାଉଥିଲେ ରିପୋର୍ଟଟା କଲେକ୍ସନ୍ କରୁଥିଲେ, ଗୁଇନ୍ଦା ବିଭାଗରୁ କଲେକ୍ସନ୍ କରୁଥିଲେ, ଏଇ ଗଣିତଟା ଗଡ଼ବଡ଼ କରିଦେଲେ କି ଓଡ଼ିଶାବାସୀ? ତ ବୁଲେଇ ବାଙ୍କିକି ଯେଉଁ ସେ ପାଣ୍ଡିଆନକୁ ବିରୋଧ କରୁଛନ୍ତି, ଟାର୍ଗେଟ୍ କରୁଛନ୍ତି, ତା'ର ଲକ୍ଷ୍ୟ କ'ଣ? ସେ ଗୋଟେ ବାର୍ତ୍ତା ଦେଉଛନ୍ତି ଭୈରବାନନ୍ଦ ଏବଂ ତାଙ୍କ କୋଟରୀକୁ ବିରୋଧ କରୁଥିବା ବିଜୁ ଜନତା ଦଳର ନେତାମାନଙ୍କୁ, ବରିଷ୍ଠ ଏବଂ କନିଷ୍ଠ ନେତାମାନଙ୍କୁ, ଯେ ମୁଁ ତୁମ ସାଙ୍ଗରେ ଅଛି। ଯେଉଁଦିନ ଆବଶ୍ୟକ ପଡ଼ିବ ମୁଁ ତୁମ କାନ୍ଧରେ କାନ୍ଧ ମିଶାଇକି, ହାତରେ ହାତ ମିଶାଇକି ଏ ଭୈରବାନନ୍ଦ ସେନାକୁ ବିଜୁ ଜନତା ଦଳ ଏବଂ ଓଡ଼ିଶାରୁ ନିଶ୍ଚିହ୍ନ କରିଦେବା। ଏଇଭଳି ଗୋଟେ ବାର୍ତ୍ତାଟେ ଦେଉନାହାନ୍ତି କି ଅରୁଣ ସାହୁ? ପ୍ରିୟ ଦର୍ଶକ ବନ୍ଧୁ, ଆପଣମାନଙ୍କର ମୂଲ୍ୟବାନ କମେଣ୍ଟ, ମୂଲ୍ୟବାନ ମତାମତ ଆମେ ଆଶା କରୁଛୁ। ନିଶ୍ଚିତ ଭାବେ ଆମ ଭିଡ଼ିଓଟା କେମିତି ଲାଗିଲା ଆପଣଙ୍କ ମତାମତରେ ଜଣାନ୍ତୁ। ନମସ୍କାର।